ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାନାମ ଧନ୍ୟବାଦ ହେଉ। ପ୍ରଭୁ ଗୌରବ ପାଆନ୍ତୁ ଏହି ସମୟ ପାଇଁ। ଆଜି ପ୍ରଭୁ ଏହି ଶୁଭ ଶୁକ୍ରବାର ଦିନରେ ତାଙ୍କରି ପବିତ୍ର ଚରଣ ନିକଟକୁ ଆସିବା ପାଇଁ ପ୍ରଭୁ ସୁଯୋଗ ଦେଲେ, ସେଥିପାଇଁ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ। ସହିତ ଏହି ଭିଡ଼ିଓ ମାଧ୍ୟମରେ ଆପଣଙ୍କ ସହିତ ବା ସେ ଈଶ୍ୱରଙ୍କର ପ୍ରେମ, ଈଶ୍ୱରଙ୍କର ବିଷୟକୁ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ପହଞ୍ଚାଇବା ପାଇଁ ପ୍ରଭୁ ମୋତେ ସୁଯୋଗ ଦେଲେ, ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ଗୌରବ ପାଆନ୍ତୁ, କାରଣ ସେ ଗୌରବ ପ୍ରଶଂସା ପାଇବା ଏକମାତ୍ର ଜୀବିତ ପରମେଶ୍ୱର ଅଟନ୍ତି, ସେ ୟଜ୍ଞ ପରମେଶ୍ୱର ଅଟନ୍ତି। ଆଉ ମୁଁ ଆଶା କରେ ଆପଣମାନଙ୍କର ଜୀବନରେ, ଆପଣମାନଙ୍କର ପାରିବାରିକ ଲାଇଫ୍ରେ ବା ପର୍ସନାଲ ଲାଇଫ୍ରେ ପ୍ରଭୁ ଆପଣମାନଙ୍କର ସହବର୍ତ୍ତୀ ପରମେଶ୍ୱର ହୋଇଥିବେ। କାରଣ ସିଏ ଆପଣା ପ୍ରେମକାରୀ ଲୋକମାନଙ୍କୁ କେବେ ମଧ୍ୟ ପରିତ୍ୟାଗ କରନ୍ତି ନାହିଁ, କିମ୍ବା ଆପଣା ପ୍ରେମକାରୀ ଲୋକମାନଙ୍କ ଠାରେ ସବୁବେଳେ ସଦାସର୍ବଦା ଥାଆନ୍ତି, ସୁଖରେ ଦୁଃଖରେ। ଆଉ ଯେତେବେଳେ ମନୁଷ୍ୟ ଦୁଃଖ କରେ, ହତାଶା ହୁଏ, ନିରାଶା ହୁଏ, ସେତେବେଳେ ତାଙ୍କେ ଆଶା ଭରିଦେବା ପରମେଶ୍ୱର ଅଟନ୍ତି। ପ୍ରଭୁ ଗୌରବ ପାଆନ୍ତୁ, ପ୍ରଭୁ ମହିମା ପାଆନ୍ତୁ। ଆଜି ତାଙ୍କରି ବାକ୍ୟ ଆଲୋଚନା କରିବା, ଆଉ ତାଙ୍କରି ସେଇ ପ୍ରେମକୁ ତାଙ୍କରି ପ୍ରେମକୁ ମୁଁ ଆପଣମାନଙ୍କ ସାକ୍ଷାତରେ ରଖିବା ପାଇଁ ଚାହେଁ। ଯେ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ଠାରୁ କ'ଣ ଚାହାନ୍ତି, ବା ଗୋଟେ ପିତା, ଗୋଟେ ବାପା ଗୋଟେ ପୁଅ ଠାରୁ କ'ଣ ଚାହେଁ, ଆଉ ପୁଅ କ'ଣ କରିବା ଆବଶ୍ୟକତା ରହିଛି ବାପାଙ୍କୁ ଖୁସି କରିବା ପାଇଁ, ତାଙ୍କୁ ନିଜ ପ୍ରତି ପ୍ରେମ କରିବା ପାଇଁ ବା ନିଜ ପ୍ରତି ଆକୃଷ୍ଟ ହେବା ପାଇଁ ଗୋଟେ ସନ୍ତାନ ବାପା ପ୍ରତି କ'ଣ କରିବା ଆବଶ୍ୟକତା ଅଛି, ସେହି ବିଷୟରେ ଆମେ ଆଲୋଚନା କରିବା। ଆଉ ପ୍ରଭୁ ଗୌରବ ପାଆନ୍ତୁ, ଏହି ସମୟ ଦେଇଛନ୍ତି, ସେଥିପାଇଁ ମୁଁ ସର୍ବପ୍ରଥମ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ। ଆପଣମାନଙ୍କୁ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୁଁ ନମସ୍କାର ବା ଗ୍ରିଟିଂସ୍ କରେ ବା ପ୍ରେଜ୍ ଦ ଲର୍ଡ ଜଣାଏ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ। ପ୍ରିୟରେ ଖ୍ରୀଷ୍ଟ ପ୍ରଭୁଙ୍କର ଦାସ ଦାସୀ ବା ପ୍ରଭୁଙ୍କର ଅତି ନିଜର ଲୋକମାନେ, ଆଜି ଆମେ ଯେଉଁ ଜଗତ ମଧ୍ୟରେ ବାସ କରୁଛୁ, ଜଗତ ଆମ ପାଇଁ ଦେଖିବାକୁ ବହୁତ ଭଲ। ଆଉ ଅନେକ ମନୁଷ୍ୟ ବା ଅନେକ ଲୋକମାନେ ଭାବନ୍ତି ଯେ ଏହା ହିଁ ମୋର ଭବିଷ୍ୟତ, ଏହା ହିଁ ମୋର ବଞ୍ଚିବାର ଗୋଟେ ଆଶା ବୋଲିକି ଅନେକ ଲୋକମାନଙ୍କର ଚିନ୍ତାଧାରା ବା ଅନେକ ଲୋକମାନଙ୍କର ମତ। ଆଉ ସେମାନଙ୍କ ମଧ୍ୟରୁ ଆମର ଖ୍ରୀଷ୍ଟିଆନ ଲୋକମାନଙ୍କ ମଧ୍ୟରେ ମଧ୍ୟ ଅନେକ ଲୋକମାନଙ୍କର ଚିନ୍ତାଧାରା, ଅନେକ ଲୋକମାନଙ୍କର ଆଶା ଯେ ଏହା ହିଁ ମୋର ଭବିଷ୍ୟତ, ଏହା ହିଁ ମୋର ବଞ୍ଚିବାର ଗୋଟେ ପନ୍ଥା ବା ବଞ୍ଚିବା ପାଇଁ ଗୋଟେ ଏହା ହିଁ ମୋର ଗୋଟେ ଉପାୟ ବୋଲି ଭାବନ୍ତି, ଆଉ ଆନନ୍ଦ କରନ୍ତି, ଖୁସି କରନ୍ତି। କିନ୍ତୁ ବାଇବଲରେ ଗୋଟେ ବିଷୟ ଲେଖାଯାଏ, ହିତୋପଦେଶ 14:12, ମନୁଷ୍ୟ ଦୃଷ୍ଟିରେ କୌଣସି ପଥ ସରଳ ଦେଖାଯାଏ, ମାତ୍ର ତାହାର ଶେଷରେ ମୃତ୍ୟୁର ପଥ ଥାଏ। ଆମମାନେ ଯେଉଁଟା ଦେଖୁଛୁ ତାହା ଆମମାନଙ୍କ ଚକ୍ଷୁ ପାଇଁ ଅତି ସୁନ୍ଦର ଦେଖାଯାଏ, ଆମର ଚକ୍ଷୁ ପାଇଁ ଆନନ୍ଦର ବିଷୟ ହୋଇଥାଏ, ଆମର ଚକ୍ଷୁ ପାଇଁ ଏକ ଉତ୍ତମ ବିଷୟ ହୋଇଥାଏ। ଆଉ ଆମର ଚକ୍ଷୁ ପାଇଁ ଆମେ ଭାବିଥାଉ ଯେ ଏହା ହିଁ ମୋର ଭବିଷ୍ୟତ, ଆଉ ଏହା ହିଁ ମୋର ଲାଇଫ୍, ଏହା ହିଁ ମୋର ସବୁ କିଛି ଏଭ୍ରିଥିଙ୍ଗ ବୋଲି ଆମେ ଭାବିଥାଉ। କିନ୍ତୁ ଶେଷରେ ଯେ ଆମମାନଙ୍କର ମୃତ୍ୟୁ ଥାଏ ତାହା ଆମେ ଜାଣିନଥାଉ। ସେଥିପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ସେଇ ସତ୍ୟ ପଥକୁ ଜାଣିବା ପାଇଁ, ଆଉ ମନ୍ଦ ପଥ କ'ଣ, ସତ୍ୟ ପଥ କ'ଣ ତାହା ବୁଝିବା ପାଇଁ, ଜାଣିବା ପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ମୁଁ ସଦାପ୍ରଭୁଙ୍କ ଠାରେ ଆନନ୍ଦ କରିବା ବିଷୟରେ ମୁଁ ଆପଣମାନଙ୍କୁ କହିବା ପାଇଁ ଇଚ୍ଛା ପ୍ରକାଶ କରେ। ଆଉ ଆମମାନେ କାହିଁକି କରିବା, ଆଉ କେଉଁଥିରେ ଆମମାନେ ଆନନ୍ଦ କରିବା ଆବଶ୍ୟକତା ଅଛି, ତାହା ଆମମାନେ ଈଶ୍ୱରଙ୍କର ଧର୍ମଶାସ୍ତ୍ରରୁ କିଛି ଅଧ୍ୟୟନ କରି ଏହି ବିଷୟକୁ ଆମମାନେ ଆଲୋଚନା କରିବା। ପ୍ରଭୁ ଗୌରବ ପାଆନ୍ତୁ। ସାଧୁ ପାଉଲଙ୍କର ଗୋଟେ ଚିଠା
ସାଧୁ ପାଉଲଙ୍କର ଗୋଟେ ଚିଠା ଆମେ ଅଧ୍ୟୟନ କରିବା। ଫିଲିପ ମଣ୍ଡଳୀକୁ ସାଧୁ ପାଉଲଙ୍କର ପତ୍ର ଲେଖୁଛନ୍ତି। ତାର 4 ଯଦି ଆମେ ଅଧ୍ୟୟନ କରିବା, ସେ ଜାଗାରେ ଲେଖାଯାଏ, ସର୍ବଦା ସଦାପ୍ରଭୁଙ୍କଠାରେ ଆନନ୍ଦ କର। ପୁନଶ୍ଚ କହୁଛି ଆନନ୍ଦ କର। ଏ ଜାଗାରେ ସାଧୁ ପାଉଲ ଫିଲିପ ମଣ୍ଡଳୀ ଲୋକମାନଙ୍କୁ ପତ୍ର ଲେଖୁଛନ୍ତି। ଆଉ ଏପରି ଲେଖୁଛନ୍ତି ଯେ ସର୍ବଦା ସଦାପ୍ରଭୁଙ୍କଠାରେ ଆନନ୍ଦ କର। ଆଉ ପୁଣି ଆଉ ଲେଖୁଛନ୍ତି ପୁନଶ୍ଚ କହୁଛି, ମାନେ ଆଉ ଥରେ କହୁଛି, ମନେ ପକାଇକି କହୁଛି, ମନେ ପକାଇ ଦେଉଛି, ରିଭିଜନ୍ କରି କହୁଛନ୍ତି ଯେ ପୁନଶ୍ଚ କହୁଛି ତୁମେ ଆନନ୍ଦ କର। ଆଜି ଯଦି ଆମମାନେ ଜଗତ ମଧ୍ୟରେ ଦେଖିବା ବା ଆମମାନଙ୍କର ପଡ଼ୋଶୀ ଲୋକମାନଙ୍କୁ ଦେଖିବା, ଆମମାନଙ୍କର ଗାଁରେ ଦେଖିବା, ଆମମାନଙ୍କର ଯେଉଁ ଅଞ୍ଚଳମାନଙ୍କ ମଧ୍ୟରେ ଦେଖିବା, ସମସ୍ତେ ଆନନ୍ଦ କରୁଛନ୍ତି। ଆଉ ଏଇ ଆନନ୍ଦ ଅନେକ ପ୍ରକାର ଆନନ୍ଦ ଥାଏ। ଆଜିକାଲି ଆଜି ତ ଭୋଜିର ସମୟ ବା ଏଇ ସିଜନ୍ ବା ଏଇ ଋତୁ ବା ଏଇ ମାସ ଯେଉଁ ଚାଲିଛି, ଏଇ ସମର ସିଜନ୍, ଏଇ ସିଜନ୍ରେ ଲୋକମାନେ ଭୋଜି ବହୁତ କରିଥାନ୍ତି। ଆଉ ବାହାଘର ଭୋଜି ଅନେକ ପ୍ରକାର ପାର୍ଟି ସେଲିବ୍ରେସନ୍ କରିଥାନ୍ତି। ତ ସେମାନେ ସେ ଜାଗାରେ ଆନନ୍ଦ କରନ୍ତି। ଆଜି ଆମେମାନେ ମଧ୍ୟ କିଏ ତ ଧନରେ ଆନନ୍ଦ କରୁଛୁ, କିଏ ତ ନିଜର ଗାଡ଼ିରେ ଆନନ୍ଦ କରୁଛୁ, ନିଜର ଜ୍ଞାନରେ ଆନନ୍ଦ କରୁଛୁ, ନିଜର ବୁଦ୍ଧିରେ ଆନନ୍ଦ କରୁଛୁ, ନିଜର ପରିବାରକୁ ନେଇ ଆନନ୍ଦ କରୁଛୁ, ନିଜର ସବୁ କିଛିରେ ଆମେ ଆନନ୍ଦ କରୁଛୁ। କିନ୍ତୁ ସାଧୁ ପାଉଲ ଏ ଜାଗାରେ ସେଇ ଆନନ୍ଦ ବିଷୟ କହୁନାହାନ୍ତି ସେଇ ମଣ୍ଡଳୀ ଲୋକମାନଙ୍କୁ। ସାଧୁ ପାଉଲ ସେଇ ଆନନ୍ଦ ବିଷୟ କହୁଛନ୍ତି ଯେଉଁଟାକି ଆତ୍ମାରେ ଆନନ୍ଦ କରିବା ଆବଶ୍ୟକତା ଅଛି। ଯେଉଁ ଆନନ୍ଦରେ ଆମ ପାଖରେ କିଛି ଥାଉ କିମ୍ବା ନଥାଉ, ଆମ ପାଖରେ କିଛି ଥାଉ କିମ୍ବା ନଥାଉ, ସେଇ ଆନନ୍ଦର ବିଷୟରେ ସାଧୁ ପାଉଲ ଏ ଜାଗାରେ କହୁଛନ୍ତି। ପ୍ରଭୁ ଗୌରବ ପାଆନ୍ତୁ। ଆଉ ପ୍ରଭୁଙ୍କର ମହାନ ନାମ ଧନ୍ୟବାଦ ହେଉ। ପ୍ରଭୁ ଆମମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ଆଜି ଆମମାନେ ସେଇ ଆନନ୍ଦ ବିଷୟରେ ଆମମାନେ ଶିକ୍ଷା ଆଲୋଚନା କରିବା ଯେ ପବିତ୍ର ଆତ୍ମାଙ୍କ ଠାରେ ଆନନ୍ଦ କରିବା। ଆଉ ଏଇ ଆନନ୍ଦ ଜଗତର ଆନନ୍ଦ ଠାରୁ ଟୋଟାଲି ଡିଫରେଣ୍ଟ। ଜଗତର ଆନନ୍ଦ ଠାରୁ ବହୁତ ପାର୍ଥକ୍ୟ ଅଟେ ଏଇ ଆନନ୍ଦ। ଆଉ ଏଇ ଆନନ୍ଦ ଯେଉଁମାନେ ପାଇଛନ୍ତି ଧନ୍ୟ ସେମାନେ, ଆଉ ସେମାନେ ଏଇ ଆନନ୍ଦର ସୌଭାଗୀ ହେଇଛନ୍ତି। ଆଉ ମୁଁ ଆଶା କରେ ଏଇ ଆନନ୍ଦ ଅନେକ ଲୋକମାନେ ପାଇଛନ୍ତି। ଆଉ ଏଇ ଆନନ୍ଦକୁ ପାଇବା ପାଇଁ ଆମମାନେ ପ୍ରଚେଷ୍ଟା ଆମମାନେ କରୁଛୁ। ଆଉ ଏଇ ଆନନ୍ଦ କେବଳ ଏକମାତ୍ର ସେଇ ପୁତ୍ର ଯୀଶୁଖ୍ରୀଷ୍ଟ ହିଁ ଆମମାନଙ୍କୁ ଦେଇପାରନ୍ତି। ପ୍ରଭୁ ଗୌରବ ପାଆନ୍ତୁ, ପ୍ରଭୁ ମହିମା ପାଆନ୍ତୁ। ପ୍ରଭୁଙ୍କର ନାମ ଧନ୍ୟବାଦ ହେଉ। ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏ ଜାଗାରେ ଲେଖାଯାଏ ସର୍ବଦା ଆନନ୍ଦ କର। ଆଉ ଗୋଟେ ଶବ୍ଦ ୟୁଜ୍ କରାଯାଇଛି ସେଠି ଯେ ସର୍ବଦା ସଦାପ୍ରଭୁଙ୍କ ଠାରେ ଆନନ୍ଦ କର। କାହାଠାରେ ଆନନ୍ଦ କରିବା ଆବଶ୍ୟକତା ଅଛି? ସଦାପ୍ରଭୁଙ୍କ ଠାରେ ଆନନ୍ଦ କରିବାର ଆବଶ୍ୟକତା ଅଛି। ଆମମାନେ ସଦାପ୍ରଭୁଙ୍କ ଠାରେ କିପରି ଆମମାନେ ଆନନ୍ଦ କରିବା? ଏହି ଆନନ୍ଦ ଜଗତର ସବୁ ଆନନ୍ଦ ଠାରୁ ଗୋଟେ ଏକ ଡିଫରେଣ୍ଟ ବା ବହୁତ ସେପାରେଟ୍, ବା ଆଉ ଗୋଟେ ବିଷୟ ଆଉ ଯଦି ଆମେ କହିବା ସେଇ ଜଗତର ଆନନ୍ଦ ଠାରୁ ଏଇ ଆନନ୍ଦ ଏକ ଏଇପରି ଆନନ୍ଦ, ଯେଉଁ ଆନନ୍ଦ ଆମମାନଙ୍କୁ ଦୁଃଖ ବେଳେ ମଧ୍ୟ, କଷ୍ଟ ବେଳେ ମଧ୍ୟ, ଆମମାନଙ୍କର ସମସ୍ୟାରେ ମଧ୍ୟ ଏଇ ଆନନ୍ଦ ଆମମାନଙ୍କୁ କ'ଣ କରିଥାଏ ନା ଆନନ୍ଦ ଦେଇଥାଏ, ଉତ୍ସାହିତ କରିଥାଏ। ପ୍ରଭୁ ଗୌରବ ପାଆନ୍ତୁ। ସର୍ବଦା ସଦାପ୍ରଭୁଙ୍କ ଠାରେ ଆନନ୍ଦ କର। ପୁନଶ୍ଚ କହୁଛି ସର୍ବଦା ବା ପ୍ରଭୁଙ୍କ ଠାରେ ଆନନ୍ଦ କର। ପ୍ରିୟମାନେ, ସାଧୁ ପାଉଲ ସେଇ ମଣ୍ଡଳୀ ଲୋକମାନଙ୍କୁ ଚିଠା ମାଧ୍ୟମରେ ସେମାନଙ୍କୁ ଜଣାଇଲେ, ଉତ୍ସାହିତ କଲେ, ବା ସେମାନଙ୍କର ଫେଥକୁ, ସେମାନଙ୍କର ବିଶ୍ୱାସକୁ ଆଉ ଇନକରେଜ୍ କଲେ ଯେ ପ୍ରିୟ ମଣ୍ଡଳୀ, ଫିଲିପି ମଣ୍ଡଳୀ, ତୁମେମାନେ ସଦାପ୍ରଭୁଙ୍କ ଠାରେ ଆନନ୍ଦ କର।
यार अर्थ साधु पाउल ए जगार लिखुंट जे तुम्हें सदाप्रभु ठारे आनंद कर तार अर्थ से मंडली लोक मैंने सदाप्रभु ठारे आनंद न करी आउ अन्य विषय से माने आनंद करुथिले मजा मजलिस रे आनंद करुथिले भोजी बाणी रे से माने आनंद करुथिले मद्यपान रे से माने आनंद करुथिले आउ से माने अपरिवार रे से माने एक उत्सव पालन कर से आनंद करुथिले से साधु पाउल एठी से मानकर दुख जानी से मानकर समस्त विषय को जानी पवित्र आत्मा कर्तृत्व पवित्र आत्मा साहाय्य पवित्र आत्मा गाइडेंस रे साधु पाउल से मंडली लोक मान लिखुंट जे सर्वदा सदा प्रभु ठारे आनंद कर आज आम जदि आनंद कर एत आम इच्छा होची तेबे आम कौटी आनंद करने आवश्यकता अच्छी ना सदा प्रभु ठारे आनंद करने आवश्यकता अच्छी। थैंक यू लॉर्ड जीसस प्रभु आम को साहाय्य करंतु आउ आम पवित्र आत्मा ठारे आम आनंद करवा जो मान ठारे से आत्मा नहीं से माने केबे मध्य आनंद करें से आम को मस्ट नीडेड अच्छी जे हॉली स्पिरिट आम आवश्यकता रही अच्छी आउ जिते बड़े आम हॉली स्पिरिट आम जीवन रे आम मध्य रु से आम आम दुख केते बेला आसू और दुख जहाँ भी आसू कष्ट जहाँ समस्या मानकर लाइफ रे जहाँ भी आसू आम से आनंद कर प्रभुंकर नाम धन्यवाद हो ग्लोरी टू गॉड थैंक यू हॉली स्पिरिट प्रभु आम को साहाय्य करंतु जे आम ताहांठारे आनंद करने आ गोटे चैप्टर आम पढ़ा से एफिसियो से साधु पाउलंकर चिठा ही आम अध्ययन करवा से एफिसी मंडली लोक मानक साधु पाउलंकर परामर्श बा प्रेमर आचरण से मानक कहते आम एफिसी तार 5:18 तापर 19:18 एवं 19 जदि आम अध्ययन करवा से जगार एपरी लिखा जाए जे आओ द्राक्षारस मत न हुआ देखो तो जगह लिखा जाए आउ द्राक्षारस मत न हो इट मीन्स से माने द्राक्षारस मत होइकी से माने आनंद करुथिले से माने द्राक्षारस मत होइकी से माने आनंद करुथिले से माने सदा प्रभुଙ୍କ ठारे से माने आनंद करुनथिले प्रभु मान को साहाय्य करंतु आज मध्य अनेक लोक माने द्राक्षारस मत होइकी से माने आनंद करंती उल्लास करंती से माने रिजॉयस करंती से माने वाइन रे से माने रिजॉयस करंती एथिପାଇଁ फिलिप्स एफिसी मंडली को मध्य साधु पाउल से प्री लिखुंट जे आउ द्राक्षारस मत न हो सेथिरु तो अत्याचार जन्मे मात्र आत्मारे पूर्ण होई गीत कौन करछंती आत्मारे पूर्ण होई गीत बा जड़े व्यक्ति ठारे जदि आनंद अच्छी तेबे से निहाती गीत गाइब जड़े व्यक्ति ठारे तार कौन टेंशन नाई तार कौन अभाव नाई बा कौन प्रकार तार चिंता करिबार विषय नाही तेबे जड़े व्यक्ति से अपना मुखर से गीत गान करें आ गीत गाइबा को इच्छा नथिले मध्य गीत भितर जो आत्मा भितर जो आत्मा ताको गीत गाइबापी कौन करें माने ताको फोर्स करें कारण ता जीवन रे दुख नाही तार जीवन रे कौन प्रकार चिंता नाही प्रिय प्रभुंकर लोक मैंने ये जगह लिखा जाए एणु आउ द्राक्षारस मत न हुआ आम द्राक्षारस आम आनंद करवा ना आम कौन भोजी आम आनंद करवा ना आम कौन बंधुरे आम आनंद करवा ना आम कौन प्रकार से आइडल वर्शिप आम आनंद करवा ना ईश्वर वाक्य क्लीयरली आम को जनाए बा कहे जे तुम्हें सर्वदा सदा प्रभु ठारे आनंद कर रिजॉयस इन द लॉर्ड रिजॉयस तुम्हें आनंद कर ईश्वर ठारे तुम्हें आनंद कर आउ से पदर लिखा जाए मात्र आत्मा रे पूर्ण होई गीत स्रोत और आध्यात्मिक संकीर्तन द्वारा परस्पर को उत्साह दियो पुणी तुम मानक हृदय रे ईश्वरंकर उद्देश्य संकीर्तन और गीत गान कर क्या उद्देश्य प्रिय माने लिखा जाए ईश्वरंकर उद्देश्य
फिलिपिय मंडली लोक मानक लिखिले तुम्हें सर्वदा सदा प्रभु ठारे तुम्हें आनंद कर। एबीसी मंडली लोक मानक कहते तुम्हें कौन ना द्राक्षारस मत न होई ସେଥିରୁ ତ ଅତ୍ୟାଚାର ଜନ୍ମେ ମାତ୍ର ଆତ୍ମାରେ ପୂର୍ଣ୍ଣ ହେଇକି ତୁମେ କ'ଣ କର ଆନନ୍ଦ କର। ପ୍ରଭୁ ଗୌରବ ପାଆନ୍ତୁ, ପ୍ରଭୁ ମହିମା ପାଆନ୍ତୁ ଏହି ସମସ୍ତ ବିଷୟ ବୁଝିବା ପାଇଁ। ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ ଆଉ ପ୍ରାର୍ଥନା କରେ ଯେ ପ୍ରଭୁ ଆମମାନଙ୍କୁ ଏହି ସମସ୍ତ ବିଷୟ ଆମମାନଙ୍କୁ ବୁଝିବା ପାଇଁ। ପ୍ରିୟମାନେ ଏହି ଆନନ୍ଦ ସ୍ୱର୍ଗର ଆନନ୍ଦ, ଆତ୍ମାରେ ଆନନ୍ଦ ହେବା, पवित्र आत्मारे पूर्ण होगी गीत स्रोत गान करी कहाँ उद्देश्य सदा प्रभु उद्देश्य आमने आनंद हेबा दरकार। आज लोक मैंने यही जो भोट इलेक्शन चली लोक मैंने मद पीकी लोक मैंने आमोद प्रमोद करती इलेक्शन रे आनंद करुँच लोक मानकर जनकर से मैंने आनंद करुँच गोटे मनुष्य मनुष्य पाई आनंद करुँच मनुष्य जितेबाला विजय हुए ये जगतर विषय से आनंद करुँच किंतु सही समस्त ठारू जे जीशुख्रीष्ट आमर पाप पाई आउ तार समस्त मृत्युर नाहुड़ भांगी जे जे विजय हेले आमने तांकोटारे आमने केते आनंद करबा आवश्यकता अछि यह आमानकु बुझिबा आवश्यकता रही। प्रभु गौरव पांत आज आम गोटे मनुष्य जदि आमानकु किछि गोटे आमानकु गिफ्ट कला बा किछि आमानकु सहाय्य कला बोली कले आमाने ताहांकोठारे आमाने आनंद करुछु हृदय खोलिकी मनरे एक मनरे आमने आनंद करुछु। जो परमेश्वर आपण अद्भुत पुत्र को दान करी जो प्रिय प्रभु जीशु ख्रीष्ट ए जगत मध्य को आसी आमानकर पाप पाए आमानकर उद्धार निमंते आमानकर परित्राण निमंते जो से निज को क्षत व्यक्त कले एवं से क्रूस मृत्यु पर्यंत समस्त विषय को से सही से आम मान निमंते पिता निकट में प्रार्थना कले आम मान निमंते समस्त विषय असह्य करी से आओ मृत्यु को अतिक्रम कले एवं से 3 दिन पर से पुनरुत्थान हुए तांकोठारे माने केते आनंद करबा आवश्यकता अछि। एवरी सिंगल डे एवरी डे माने तांको सहित आनंद करिबार आवश्यकता अछि कारण से आमान को उद्धार कले आमानकर पाप को से वंचन कले जो पाप जो समस्त विषय आमे बहिबा कथा से समस्त विषय जीशुख्रीष्ट आपणा स्कंदरे रही कालवरी क्रूस को जाई से समस्त विषय को से समाप्त कले शैतान नाहुड़ को से भांगिले एथिपाई आमाने आनंद करिबा दरकार आमाने ऑलवेज आमाने प्रभु ठारे आनंद करिबा दरकार आ आत्मा रे आनंद करिबा दरकार प्रभु को उद्देश्य रे आनंद करिबा दरकार। सेथिपाई साधु पौल लिखुचंती तुमे सर्वदा सदा प्रभु ठारे आनंद कर मु पुनश्च कहूची तुमे सर्वदा सदा प्रभु ठारे आनंद कर तुमे जोठी आनंद करूछ से आनंद तुम पई चिरस्थायी नुहे से किछि क्षणिक पई किछि समय पई किछि दिन पई से आनंद अछि किंतु तुम्हें जदि जिते बड़े जड़े मनुष्य सदा प्रभु ठारे आनंद करे से आनंद फॉर एवर सबुदिन से आनंद अटे। धन्यवाद प्रभुंकर नाम धन्यवाद गौरव संभ्रम महिमा परिपूर्ण हो। थैंक यू लॉर्ड जीसस। जदि आम रोमान चैप्टर से साधु पालंकर जो से रमी मंडली को कौन लिखुं जदि से विषय जदि आम जदि आलोचना करवा से रमी मंडली तार 5 आम जदि तार 15 जदि आम 13 अध्ययन करवा से जगह एपरी लिखा जाए आ साधु पाउल से रमी मंडली को यही प्रकार से चिठा लिखुंट 15 जदि आम 13 अध्ययन करवा से जगह लिखा जाए जे से भरोसार ईश्वर तुम मानक विश्वास द्वारा समस्त आनंद और शांति रे परिपूर्ण करंतु। क्यों भरोसा रे आमाने सही भरोसा रहिबार अछि से द्वितीय आगमन से द्वितीय आगमन हेबा बेले आमाने समस्ते आ उठाई जीवा सही भरोसा रे आमानक रहिबार अछि। सही भरोसा ईश्वर तुम मानक विश्वास द्वारा समस्त आनंद एवं शांति रे परिपूर्ण करंतु जेपरि तुमे माने पवित्र आत्मांक शक्ति रे भरोसार प्रचुर अनुभव करिपार कहाँ शक्ति रे पवित्र आत्मांक शक्ति रे कौन करिबार अछि आमानकु आनंद करिबार अछि प्रचुर परिमाण रे आमानकु कौन करिबार अछि अनुभव करिबार अछि। प्रभु गौरव पांतु प्रभु गौरव पांतु प्रभुंकर महान नाम धन्यवाद हो। से परमेश्वर
এই ଆନନ୍ଦରେ ଆମମାନଙ୍କର ଶାନ୍ତି ଅଛି। ଯେଉଁମାନେ ସଦାପ୍ରଭୁଙ୍କ ଠାରେ ଆନନ୍ଦ କରନ୍ତି ସେଇ ଆନନ୍ଦରେ ସଦାପ୍ରଭୁ କ'ଣ କରନ୍ତି ନା ଶାନ୍ତି ଦିଅନ୍ତି। ପ୍ରଭୁ ଗୌରବ ପାଆନ୍ତୁ। ପ୍ରଭୁଙ୍କର ମହାନାମ ଧନ୍ୟବାଦ। ପ୍ରିୟ ଖ୍ରୀଷ୍ଟରେ ପ୍ରଭୁଙ୍କର ଲୋକମାନେ ଆସୁ ଏ ଦିନମାନଙ୍କ ମଧ୍ୟରେ ଆମମାନେ ଯଦି ଆନନ୍ଦ କରିବାର ଅଛି ତେବେ ସଦାପ୍ରଭୁଙ୍କ ଠାରେ ଆମମାନେ ଆନନ୍ଦ କରିବାର ଅଛି। ସଦାପ୍ରଭୁଙ୍କ ଠାରେ ଆମମାନେ ନୂତନ ଗୀତ ଗାନ କରି ଶ୍ରୋତରେ କୀର୍ତ୍ତନରେ ଆମମାନେ ଆନନ୍ଦ କରିବାର ଅଛି। ଥ୍ୟାଙ୍କ ୟୁ ହୋଲି ସ୍ପିରିଟ୍। ଯଦି ଆମମାନେ ଜହନ ଲିଖିତ ସୁସମାଚାର ଯୀଶୁଙ୍କର ମିନିଷ୍ଟ୍ରି ସମୟରେ ଯୀଶୁ ଜହନ ଲିଖିତ ସୁସମାଚାରରେ ଶିଷ୍ୟମାନଙ୍କୁ ଆଉ କ'ଣ କହିଛନ୍ତି ବା କେଉଁ ପରାମର୍ଶ ଦେଇଛନ୍ତି ଆନନ୍ଦ ବିଷୟରେ ତାହା ମାନେ ଅଧ୍ୟୟନ କରିବା। ଜହନ ଲିଖିତ ସୁସମାଚାର ତାର 16 ଅଧ୍ୟାୟ ଆମମାନେ ଯଦି ତାର 16 ଅଧ୍ୟାୟ ଆମେ ଯଦି 7 ଅଧ୍ୟାୟକୁ ଯଦି ଆମମାନେ ଅଧ୍ୟୟନ କରିବା ସେ ଜାଗାରେ ଏହି ପ୍ରକାର ଲେଖାଯାଏ। ଆଉ 7 ଅଧ୍ୟାୟ ଅଧ୍ୟୟନ କଲା ପରେ ଆମେ 22 ଅଧ୍ୟାୟ ଯଦି ଅଧ୍ୟୟନ କରିବା ଆଉ 7ରେ ମଧ୍ୟ ସଦାପ୍ରଭୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଶିଶୁମାନଙ୍କୁ ଏହା କହନ୍ତି, କିନ୍ତୁ ମୁଁ ତୁମମାନଙ୍କୁ ସତ୍ୟ କହୁଛି ମୋର ପ୍ରସ୍ଥାନ କରିବାରେ ତୁମମାନଙ୍କର ମଙ୍ଗଳ। କ'ଣ ପାଇଁ ନା ସିଏ ପ୍ରଭୁ ଯୀଶୁ ପ୍ରସ୍ଥାନ ନ କଲା ପର୍ଯ୍ୟନ୍ତ ପବିତ୍ର ଆତ୍ମା ତାଙ୍କେ ପଠାଇବେ ନାହିଁ ବା ପବିତ୍ର ଆତ୍ମା ଆମମାନଙ୍କ ମଧ୍ୟରେ ଆସିବେ ନାହିଁ। ମଙ୍ଗଳ କାରଣ ମୁଁ ପ୍ରସ୍ଥାନ ନ କଲେ ସେଇ ସାହାଯ୍ୟକାରୀ ଆତ୍ମା, କେଉଁ ସାହାଯ୍ୟକାରୀ ଆତ୍ମା? ସେଇ ପବିତ୍ର ଆତ୍ମାଙ୍କ ବିଷୟରେ କହୁଛନ୍ତି। ଯେଉଁ ପବିତ୍ର ଆତ୍ମାଙ୍କ ବିଷୟରେ ଯୀଶୁଖ୍ରୀଷ୍ଟ ଶିଷ୍ୟମାନଙ୍କୁ କହିଲେ ତୁମେ ଯେଉଁ ପର୍ଯ୍ୟନ୍ତ ତୁମେ ଶକ୍ତି ପ୍ରାପ୍ତ ହେଇନ, ପବିତ୍ର ଆତ୍ମାଙ୍କୁ ତୁମେ ଗ୍ରହଣ କରିନ, ସେହି ପର୍ଯ୍ୟନ୍ତ ତୁମେ ଏକ ଚିତ୍ତରେ ଏକାଗ୍ର ଭାବରେ ଏକ ଜାଗାରେ ତୁମେ ଜେରୁସାଲେମରେ ତୁମେ ପ୍ରାର୍ଥନା କର। ସେଇ ସାହାଯ୍ୟକାରୀ ଆତ୍ମାଙ୍କ ବିଷୟରେ ଯୀଶୁଖ୍ରୀଷ୍ଟ ଏଇଠି ଶିଶୁମାନଙ୍କୁ କହୁଛନ୍ତି। ଆଉ ତୁମମାନଙ୍କ ନିକଟକୁ ଆସିବେ, କିଏ ଆସିବ? ସେଇ ସାହାଯ୍ୟକାରୀ ଆତ୍ମା ଆସିବ। କାରଣ ମୁଁ ପ୍ରସ୍ଥାନ ନ କଲେ ସେଇ ସାହାଯ୍ୟକାରୀ ତୁମମାନଙ୍କ ନିକଟକୁ ଆସିବ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମମାନଙ୍କ ନିକଟକୁ ପଠାଇଦେବି। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ନାମ ଧନ୍ୟବାଦ। ଯୀଶୁଖ୍ରୀଷ୍ଟ ନିଜେ ପ୍ରମିସ୍ କରୁଛନ୍ତି, ପ୍ରମିସ୍ ୱାର୍ଡ ଏଠି ଲେଖା ହେଇଛି, ପ୍ରତିଜ୍ଞାର ବାକ୍ୟ କହୁଛନ୍ତି ଯେ ମୁଁ ପ୍ରସ୍ଥାନ ନ କଲେ ସେଇ ସାହାଯ୍ୟକାରୀ ଆତ୍ମା ଆସିବ ନାହିଁ। ମୁଁ ପ୍ରସ୍ଥାନ କଲେ ହିଁ ତୁମମାନଙ୍କ ନିମନ୍ତେ ସେହି ସାହାଯ୍ୟକାରୀ ଆତ୍ମାଙ୍କୁ କ'ଣ କରିବି ନା ମୁଁ ପଠାଇବି, ତୁମ ନିକଟକୁ ପଠାଇଦେବି। ଆଉ ସେ ତୁମମାନଙ୍କୁ ସାହାଯ୍ୟ କରିବ, ଆଉ ଆତ୍ମାରେ ଆନନ୍ଦ କରିବା ଶିଖାଇବ, ଆତ୍ମାରେ ଆନନ୍ଦ କରିବା ଶିଖାଇବ ସେଇ ପବିତ୍ର ଆତ୍ମା। ପ୍ରଭୁଙ୍କର ମହାନାମ ଧନ୍ୟବାଦ। ସେଇ ସେମ୍ ଚାପ୍ଟର ଯଦି ଆମେ 22 ଯଦି ଅଧ୍ୟୟନ କରିବା, ସେହିପରି ତୁମେମାନେ ବର୍ତ୍ତମାନ ଦୁଃଖ ପାଉଛ, କିନ୍ତୁ ମୁଁ ପୁନର୍ବାର ତୁମମାନଙ୍କୁ ଦର୍ଶନ ଦେବି, ଆଉ ତୁମମାନଙ୍କ ହୃଦୟ ଆନନ୍ଦିତ ହେବ ଓ କେହି ତୁମମାନଙ୍କ ଠାରୁ ତୁମର ଆନନ୍ଦ ହରଣ କରିବେ ନାହିଁ। ଏହି ଆନନ୍ଦ ସେଇ ଆନନ୍ଦ ପ୍ରିୟମାନେ, ଯେଉଁ ଆନନ୍ଦ ଅନ୍ୟ ଲୋକମାନେ ଏହାକୁ ହରଣ କରିପାରନ୍ତି ନାହିଁ। ଏହି ଆନନ୍ଦ ସେଇ ଆନନ୍ଦ, ପବିତ୍ର ଆତ୍ମାଙ୍କ ଠାରେ ଆନନ୍ଦ, ସଦାପ୍ରଭୁଙ୍କ ଠାରେ ଆନନ୍ଦ ଯେଉଁମାନେ କରନ୍ତି, ଏହା ହେଉଛି ଏକ ବାସ୍ତବ ଆନନ୍ଦ, ଏହା ହେଉଛି ଗୋଟେ ଟ୍ରୁ ଆନନ୍ଦ। ଆଉ ଏଇ ଆନନ୍ଦ ଜଗତର କୌଣସି ଲୋକମାନେ ଆମଠାରୁ ଛଡ଼େଇକି ନେଇବେ ନାହିଁ। ଏହା ଯୀଶୁଖ୍ରୀଷ୍ଟ ଆପଣା ମୁଖ ଦ୍ୱାରା ପ୍ରକାଶ କରିଛନ୍ତି, ଆଉ ତାହା ଆମେ ଅଧ୍ୟୟନ କଲୁ। ଆଉ ଥରେ ମୁଁ ଅଧ୍ୟୟନ କରୁଛି, ସେହିପରି ତୁମେମାନେ ବର୍ତ୍ତମାନ ତୁମେ ଦୁଃଖ ପାଉଛ, କିନ୍ତୁ ମୁଁ ପୁନର୍ବାର ତୁମମାନଙ୍କୁ ଦର୍ଶନ ଦେବି, ଆଉ ତୁମମାନଙ୍କ ହୃଦୟ ଆନନ୍ଦିତ ହେବ ଓ କେହି ତୁମମାନଙ୍କ ଠାରୁ ତୁମମାନଙ୍କର ଆନନ୍ଦ ହରଣ କରିପାରିବେ ନାହିଁ, ହରଣ କରିବ ନାହିଁ। ଏହି ଆନନ୍ଦ ହେଉଛି ସବୁଦିନ ପାଇଁ ଏହି ଆନନ୍ଦ ଅଟେ। ସେଥିପାଇଁ ସାଧୁ ପାଉଲ କହନ୍ତି, ତୁମେ ସର୍ବଦା ସଦାପ୍ରଭୁଙ୍କ ଠାରେ କ'ଣ କର ନା ଆନନ୍ଦ କର। ପୁନଶ୍ଚ କହୁଛି ତୁମେ ଆନନ୍ଦ କର। ପ୍ରଭୁ ଗୌରବ ପାଆନ୍ତୁ, ପ୍ରଭୁ ମହିମା ପାଆନ୍ତୁ। ହାଲେଲୁୟା ଲର୍ଡ ଜିସସ୍। ପ୍ରଭୁଙ୍କର ଗୌରବ, ପ୍ରଭୁଙ୍କର ନାମ ଧନ୍ୟବାଦ ହେଉ। ସମ୍ଭ୍ରମ ମହିମା ପୂଜା ପ୍ରଶଂସା ପାଇବା ଏକମାତ୍ର ଜୀବିତ ପରମେଶ୍ୱର। ପ୍ରିୟ ପ୍ରଭୁଙ୍କର ଲୋକମାନେ, ମୁଁ ଏହି ବାକ୍ୟ ଦେଇ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ ଯେ ଆଜି ଆମମାନେ କେଉଁଠି ଆନନ୍ଦ କରୁଛୁ? ଆମମାନେ ସବୁ ଜାଗାରେ ଆମମାନେ ଆନନ୍ଦ କରୁଛୁ, ଆଉ ବେଳେବେଳେ ଆମମାନେ ଏତେ ଆନନ୍ଦ କରୁଛୁ ଯେ ଆମମାନେ ତାହା କହିଲେ ଆମମାନେ ସହିବ ନାହିଁ। କିନ୍ତୁ ଆସନ୍ତୁ ଆଜି ଆମମାନେ
ସଦାପ୍ରଭୁଙ୍କଠାରେ ଆନନ୍ଦ କରିବା। ଏହି ଆନନ୍ଦରେ ଆମମାନଙ୍କୁ ମଜା ଅଛି, ଏହି ଆନନ୍ଦରେ ଆମମାନଙ୍କଠାରେ, ଏହି ଆନନ୍ଦରେ ଆମମାନଙ୍କ ପାଇଁ ଶକ୍ତି ଅଛି। ଏହି ଆନନ୍ଦ ଆମମାନଙ୍କୁ ସ୍ୱର୍ଗ ରାଜ୍ୟକୁ ନେବା ପାଇଁ ଶିଖାଇବ। ଏହି ଆନନ୍ଦ କୌଣସି ଲୋକମାନେ ଏହି ଆନନ୍ଦ ଆମଠାରୁ ଛଡ଼େଇକି ନେଇପାରିବେ ନାହିଁ। ଆଉ ଯଦି ପ୍ରେରିତ କିତାବ ଯଦି ଆମେ ଅଧ୍ୟୟନ କରିବା 8 ପର୍ବ ଯଦି ଶେଷ ଅଧ୍ୟାୟରେ ଲେଖାଯାଏ, ସେଠି ଜଣେ ନପୁସକ, ଜଣେ ଧର୍ମ ଗୋଟେ ଧନ ଭଣ୍ଡାରର ଜଣେ ବେବର୍ତ୍ତା, ସେ ଜାଗାରେ ଫିଲିପ ତାକୁ ଜଳରେ ବାପ୍ତିସ୍ମ ଦେଇକି ସେ ଆଉ ଦେଖାଗଲେ ନାହିଁ, କିନ୍ତୁ ସେ ଜାଗାରେ ଲେଖାଯାଏ ସେ ଦେଖାଗଲେ ନାହିଁ ସତ, କିନ୍ତୁ ସେ ଲେଖାଯାଏ ସିଏ ଆନନ୍ଦ କରୁ କରୁ ସେ ଗୃହକୁ ଆଉ କ'ଣ କଲା ନା ବାହୁଡ଼ି ଗଲା। ଆନନ୍ଦ କରୁ କରୁ, ତାର ଅର୍ଥ ତାଠାରେ କିଏ ଅଛନ୍ତି କିମ୍ବା ନଥାନ୍ତୁ, କିମ୍ବା ଥାଆନ୍ତୁ କିମ୍ବା ନଥାନ୍ତୁ, ତାଠାରେ କୌଣସି ଲୋକ ନଥିଲେ, କିନ୍ତୁ ତାଠାରେ ଗୋଟିଏ ବିଷୟ ଥିଲା, ସେଇଟା ହେଉଛି ପବିତ୍ର ଆତ୍ମା। ଆଉ ସେଥିପାଇଁ ସେ କ'ଣ କହୁଛି ନା ସେ ଆନନ୍ଦ କରୁ କରୁ ସେ ନିଜ ଗୃହକୁ ସେ ଚାଲିଗଲେ। ଖ୍ରୀଷ୍ଟରେ ପ୍ରଭୁଙ୍କର ଲୋକମାନେ, ପ୍ରଭୁଙ୍କର ମହାନାମ ଧନ୍ୟବାଦ। ମୁଁ ଆପଣମାନଙ୍କ ପାଇଁ ଗୋଟେ ଭାଇ ହେଇଥିବା ହେତୁ ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ ଯେ ଏହି ବାକ୍ୟ ଦେଇ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ। ଆପଣ ଉତ୍ସାହିତ ହେବା ସହିତ ମୁଁ ମଧ୍ୟ ଉତ୍ସାହିତ ହେବା ପାଇଁ ଚାହୁଁଛି ବା ମୁଁ ଚାହେଁ ବା ହେଉଛି ଯେ ଆସୁ ଆମମାନେ ସଦାପ୍ରଭୁଙ୍କଠାରେ ଆମମାନେ ଆନନ୍ଦ କରିବା, ସଦାପ୍ରଭୁଙ୍କଠାରେ ଆନନ୍ଦ କରିବା, ଆଉ ପବିତ୍ର ଆତ୍ମାଙ୍କଠାରେ ଆନନ୍ଦ କରିବା। ଆଉ ଏହି ଆନନ୍ଦ ଆମଠାରୁ କୌଣସି ଲୋକ, କୌଣସି ଜଗତର ଶକ୍ତି ହରଣ କରି ନେଇପାରିବ ନାହିଁ। ପ୍ରଭୁ ଏହି ବାକ୍ୟ ଦେଇ ଆମମାନଙ୍କୁ ପ୍ରତ୍ୟେକକୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ। ଆମେନ୍।